ମୁଁ ଆସିଥିଲୁ ଆମେ ଜଗତସିଂହପୁର ଆମର ଗାଁର ଜଣେ ସାନ ଭାଇଙ୍କର ଦେହାନ୍ତ ହେଇଯାଇଥିଲା। ତପନ କୁମାର ମୋ ନାଁ ଚିତ୍ତରଞ୍ଜନ ରଥ। କାଲି ରାତିରେ ଆମେ ଖବର ପାଇଲୁ ସିଲଭର ସିଟି ହସ୍ପିଟାଲରେ ଆମ ଗାଁର ତପନ ବାରିକ ତାଙ୍କର ଦେହାନ୍ତ ହୋଇଯାଇଛି। ଗୋଟିଏ ପିଲା ଭାରି ଦୁଃଖ ଥିଲା, 40 ବର୍ଷର ପିଲାଟି। ତେଣୁ ଆମେ କାରଣ ଜାଣିବା ପାଇଁ କ'ଣ ପାଇଁ ମୃତ୍ୟୁ ହୋଇଛି ଆମେ ଆଜି ଗ୍ରାମବାସୀ ଏବଂ ତାଙ୍କର ପରିବାର ଲୋକମାନେ ସିଲଭର ସିଟି ହସ୍ପିଟାଲକୁ ଆସିଥିଲୁ। ପ୍ରଥମେ ଆସି ଆମେ ହସ୍ପିଟାଲ ଦୋଷୀ ଅଛି ବୋଲି ଭାବି ଆମ ଭିତରେ କିଛି ବଚସା ମଧ୍ୟ ହୋଇଥିଲା, କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଡାକ୍ତର ଏବଂ ହସ୍ପିଟାଲର କର୍ତ୍ତୃପକ୍ଷ ଆମକୁ ଡାକି ତାଙ୍କର ଚିକିତ୍ସା କେମିତି କରିଥିଲେ ଏବଂ କୌଣସି ଅବହେଳା କରିନାହାନ୍ତି ବୋଲି ଆମକୁ ବୁଝେଇଥିଲେ ଏବଂ ଫଟୋ ରେକର୍ଡ ଦେଖେଇଥିଲେ ଏବଂ ତାଙ୍କର ଡାକ୍ତର ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କର କଥାକୁ ଆମେ ଗ୍ରହଣ କଲୁ ଏବଂ ଅନୁଭବ କଲୁ ଯେ ସେମାନେ ଚିକିତ୍ସା କୌଣସି ଅବହେଳା କରିନାହାନ୍ତି ଏବଂ ହସ୍ପିଟାଲ କିମ୍ବା ଡାକ୍ତର ଏଥିପାଇଁ ଦାୟୀ ରହୁନାହାନ୍ତି ବୋଲି ଆମେ ଅନୁଭବ କଲୁ। ଏବଂ ଆଗାମୀ ଦିନରେ ଆମର ଯେଉଁ ପିଲାଟି ଦେହାନ୍ତ ହୋଇଛି କିଭଳି ତାର ଶୁଦ୍ଧିକ୍ରିୟା ହେବ ସେଥିପାଇଁ ଆମେ ମଧ୍ୟ ହସ୍ପିଟାଲକୁ କିଛି ସାହାଯ୍ୟ ମାଗୁଥିଲୁ, କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ସାହାଯ୍ୟ କରିବେ ନାହିଁ ବୋଲି ମନା କଲେ। ସେମାନେ କହିଲେ ଆମେ କାର୍ଡରେ ଚିକିତ୍ସା କରିଛୁ, ସରକାରଙ୍କ ଠାରୁ ଆମେ ପେସେଣ୍ଟ ଠାରୁ କୌଣସି ପଇସା ଗ୍ରହଣ କରିନୁ, ତେଣୁ ଆମେ କୌଣସି ପ୍ରକାର ଆର୍ଥିକ ସାହାଯ୍ୟ ଦେଇପାରିବୁ ନାହିଁ। ସେ କାର୍ଡରୁ ଚିକିତ୍ସା ବୋଧେ କେତେ 37,000 ନା କେତେ ଟଙ୍କା କଟିଥିଲା ବୋଲି ସେ କହୁଥିଲେ। କ୍ଷତିପୂରଣ କୌଣସି ପ୍ରକାର ଦେବେ ନାହିଁ ବୋଲି ହସ୍ପିଟାଲ ମନା କରିଥିଲେ। ତା ବଦଳରେ ଆଉ କଣ କହିଛନ୍ତି ତାଙ୍କର ଯୋଉ ତାଙ୍କ ପରିବାରରୁ ଯଦି କେହି ଯୋଉ ଅସୁବିଧା ଅଛି ଆମ ହସ୍ପିଟାଲରେ ଏନଗେଜମେଣ୍ଟ ଦରକାର ପଡେ, ଆମେ ଆମ ତରଫରୁ ତାଙ୍କର ଶୁଦ୍ଧିକ୍ରିୟା ପାଇଁ ଚାହିଁବେ ଆମେ ତାଙ୍କୁ ଚାକିରି ସୁବିଧା କରେଇଦେବୁ।